ସାନ୍ତାଳ ବିଦ୍ରୋହର ପ୍ରଥମ ଭାଗ ଭିଡ଼ିଓଟିକୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଏହି ସାନ୍ତାଳ ବିଦ୍ରୋହ ତୁମର ବାର୍ଷିକ ପରୀକ୍ଷାରେ 8 ମାର୍କର ପ୍ରଶ୍ନ ଆସିଥାଏ। ତା ସହିତ ପିଲାମାନେ ଏହି ସାନ୍ତାଳ ବିଦ୍ରୋହ ତୁମର ବାର୍ଷିକ ପରୀକ୍ଷାରେ 3 ମାର୍କର ମଧ୍ୟ ପ୍ରଶ୍ନ ଆସିଥାଏ। ପିଲାମାନେ ସାନ୍ତାଳ ବିଦ୍ରୋହ ଯଦି ତୁମର ବାର୍ଷିକ ପରୀକ୍ଷାରେ ପ୍ରଶ୍ନ ଆସେ, ପ୍ରଥମେ ସାନ୍ତାଳ ବିଦ୍ରୋହ ବିଷୟରେ ସମ୍ୟକ ଜ୍ଞାନ ପ୍ରଦାନ କରିବ। ଯେମିତିକି ସାନ୍ତାଳ ବିଦ୍ରୋହ କାହାକୁ କୁହାଯାଏ, ସାନ୍ତାଳ ବିଦ୍ରୋହ କେବେ ହୋଇଥିଲା, ସାନ୍ତାଳ ବିଦ୍ରୋହ କେଉଁ ସ୍ଥାନରେ ହୋଇଥିଲା ଇତ୍ୟାଦି। ତାପରେ ପିଲାମାନେ ସାନ୍ତାଳ ବିଦ୍ରୋହର କାରଣ ଗୁଡ଼ିକ କ'ଣ କ'ଣ ଥିଲା ଲେଖିବ। ତାପରେ ସାନ୍ତାଳ ବିଦ୍ରୋହର ଅଗ୍ରଗତି କେମିତି ହୋଇଥିଲା। ତାପରେ ଇଂରେଜମାନେ ସାନ୍ତାଳ ବିଦ୍ରୋହର ଦମନ କେମିତି କଲେ ତାର ବିଷୟରେ ଲେଖିବ ଏବଂ ଶେଷରେ ସାନ୍ତାଳ ବିଦ୍ରୋହର ଫଳାଫଳ ଲେଖି ଏହି ସାନ୍ତାଳ ବିଦ୍ରୋହର ପ୍ରଶ୍ନ ଉତ୍ତରଟିକୁ ସମାପ୍ତ କରିବ। ଆଜିର ଏହି ସାନ୍ତାଳ ବିଦ୍ରୋହର ପ୍ରଥମ ଭାଗ ଭିଡ଼ିଓରେ ଆମେ କେବଳ ସାନ୍ତାଳ ବିଦ୍ରୋହ ବିଷୟରେ ଜାଣିବା। ପରବର୍ତ୍ତୀ ଭାଗ ଭିଡ଼ିଓ ଗୁଡ଼ିକରେ ଆମେ ସାନ୍ତାଳ ବିଦ୍ରୋହର କାରଣ, ତାର ଅଗ୍ରଗତି, ସାନ୍ତାଳ ବିଦ୍ରୋହର ଦମନ ଏବଂ ତାର ଫଳାଫଳ ବିଷୟରେ ଜାଣିବା। ପିଲାମାନେ ତମେମାନେ ଏଠି ଦେଖିପାରୁଥିବ ଭାରତର ଏକ ସୁନ୍ଦର ଫଟୋ ଚିତ୍ର ଦିଆଯାଇଛି। ଏହି ଭାରତ ମାନଚିତ୍ରରେ ଝାଡ଼ଖଣ୍ଡ ରାଜ୍ୟକୁ ମଧ୍ୟ ସୂଚିତ କରାଯାଇଛି। ପିଲାମାନେ ଏଠି ଝାଡ଼ଖଣ୍ଡ ରାଜ୍ୟକୁ କାହିଁକି ସୂଚିତ କରାଯାଇଅଛି, କାହିଁକି ନା ଏହି ସାନ୍ତାଳ ବିଦ୍ରୋହ ଝାଡ଼ଖଣ୍ଡରେ ହିଁ ଆରମ୍ଭ ହୋଇଥିଲା। ଝାଡ଼ଖଣ୍ଡର ଉତ୍ତରରେ ଦେଖ ପିଲାମାନେ ବିହାର ରାଜ୍ୟ ଅବସ୍ଥିତ, ଝାଡ଼ଖଣ୍ଡର ପୂର୍ବରେ ପଶ୍ଚିମବଙ୍ଗ ବା ୱେଷ୍ଟ ବେଙ୍ଗଲ ଅବସ୍ଥିତ ଏବଂ ଝାଡ଼ଖଣ୍ଡର ଦକ୍ଷିଣରେ ଆମର ସୁନ୍ଦର ଓଡ଼ିଶା ଅବସ୍ଥିତ। ତ ପିଲାମାନେ ସାନ୍ତାଳ ବିଦ୍ରୋହ କେଉଁ ସ୍ଥାନରେ ଆରମ୍ଭ ହୋଇଥିଲା, ଝାଡ଼ଖଣ୍ଡଠାରେ ହିଁ ଆରମ୍ଭ ହୋଇଥିଲା। ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନର ଅନ୍ତିମ ଚରଣରେ ହିଁ ଏହି ସାନ୍ତାଳ ବିଦ୍ରୋହ ଆରମ୍ଭ ହୋଇଥିଲା। ଭାରତର 1857 ମସିହା ମହାନ ସଂଗ୍ରାମ ପୂର୍ବରୁ ଏହି ସାନ୍ତାଳ ବିଦ୍ରୋହ ହୋଇଥିଲା। ଏହି ସାନ୍ତାଳ ବିଦ୍ରୋହ ବର୍ତ୍ତମାନର ଭାରତର ଝାଡ଼ଖଣ୍ଡଠାରେ ହିଁ ଆରମ୍ଭ ହୋଇଥିଲା। ଏହି ସାନ୍ତାଳ ବିଦ୍ରୋହର ମୁଖ୍ୟ କେନ୍ଦ୍ର ଥିଲା ସାନ୍ତାଳ ପ୍ରଗଣା। ସାନ୍ତାଳ ପ୍ରଗଣା କେଉଁ କେଉଁ ସ୍ଥାନକୁ ନେଇକି ଗଠିତ ହୋଇଥିଲା ଦେଖ ପିଲାମାନେ, ମାନଭୂମି, ବଡ଼ଭୂମି, ଛୋଟନାଗପୁର, ପାଲାମୁ, ବୀରଭୂମ ଇତ୍ୟାଦି ସ୍ଥାନକୁ ନେଇକି ସାନ୍ତାଳ ପ୍ରଗଣା ଗଠିତ ହୋଇଥିଲା। ଏଠି ଯେଉଁ ପ୍ରଥମ ଫଟୋ ଚିତ୍ରଟି ଦିଆଯାଇଛି, ଏହି ପ୍ରଥମ ଫଟୋ ଚିତ୍ରଟିକୁ ଦେଖ ପିଲାମାନେ। ଏହି ପ୍ରଥମ ଫଟୋ ଚିତ୍ରରେ ଏ ଯେଉଁ ରାଜ୍ୟ ବା ଯେଉଁ ମ୍ୟାପ୍ଟି ଦର୍ଶାଇ ଦିଆଯାଇଛି, ଏହି ମ୍ୟାପ୍ଟି ହେଉଛି ଝାଡ଼ଖଣ୍ଡ ରାଜ୍ୟର ଏବଂ ଏହି ଝାଡ଼ଖଣ୍ଡ ରାଜ୍ୟର ମ୍ୟାପ୍ରେ ଏଠି ଦେଖ ପିଲାମାନେ ମୁଁ ମାର୍କ କରୁଛି, ଏହି ସ୍ଥାନଟି ହେଉଛି ସାନ୍ତାଳ ପ୍ରଗଣା ଏବଂ ଏହି ସାନ୍ତାଳ ପ୍ରଗଣାରେ ସାନ୍ତାଳ ବିଦ୍ରୋହ ଆରମ୍ଭ ହୋଇଥିଲା ବା ଏହି ସାନ୍ତାଳ ପ୍ରଗଣା ଥିଲା ସାନ୍ତାଳ ବିଦ୍ରୋହର କେନ୍ଦ୍ରସ୍ଥଳ। ଏହି ଝାଡ଼ଖଣ୍ଡ ରାଜ୍ୟର ଉତ୍ତରରେ ରହିଲା ବିହାର ରାଜ୍ୟ, ପୂର୍ବରେ ରହିଲା ପଶ୍ଚିମବଙ୍ଗ ଏବଂ ତାର ଦକ୍ଷିଣରେ ରହିଲା ଓଡ଼ିଶା। ଏହି ସାନ୍ତାଳ ବିଦ୍ରୋହରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବା ପ୍ରମୁଖ ନେତାମାନେ ଥିଲେ ସିଧୁ ମୁର୍ମୁ, କାହ୍ନୁ ମୁର୍ମୁ, ଚାନ୍ଦ ମୁର୍ମୁ, ଭୈରବ ମୁର୍ମୁ, ଫୁଲ ମୁର୍ମୁ ଏବଂ ଝାନୁ ମୁର୍ମୁ। ଏହି ସମସ୍ତ ପ୍ରମୁଖ ନେତାମାନଙ୍କ ଦ୍ୱାରା ହିଁ ଏହି ସାନ୍ତାଳ ବିଦ୍ରୋହର ଅଗ୍ରଗତି ହୋଇଥିଲା। ଏମାନଙ୍କୁ ସମସ୍ତଙ୍କୁ ସାନ୍ତାଳ ଭାଇ ବା ସାନ୍ତାଳ ସମାଜର ଭାଇ ବୋଲି କୁହାଯାଏ। ଏହି ସାନ୍ତାଳ ବିଦ୍ରୋହ ଆରମ୍ଭ ହୋଇଥିଲା 1855 ମସିହା ଜୁନ ମାସ 30 ତାରିଖରେ।
ପିଲାମାନେ ତୁମର ବାର୍ଷିକ ପରୀକ୍ଷାରେ 1 ମାର୍କର ପ୍ରଶ୍ନ ଆସିଯାଏ ଯେ ସାନ୍ତାଳ ବିଦ୍ରୋହ କେବେ ଆରମ୍ଭ ହୋଇଥିଲା ବୋଲି। କେବେ ଆରମ୍ଭ ହୋଇଥିଲା? 1855 ମସିହାରେ ଆରମ୍ଭ ହୋଇଥିଲା। କେଉଁ ମାସ ଏବଂ କେଉଁ ତାରିଖରେ ଏହି ସାନ୍ତାଳ ବିଦ୍ରୋହ ଆରମ୍ଭ ହୋଇଥିଲା? ଜୁନ୍ ମାସ 30 ତାରିଖ। ସାନ୍ତାଳ ବିଦ୍ରୋହ ଆରମ୍ଭ ହୋଇଥିଲା 1855 ମସିହା ଜୁନ୍ ମାସ 30 ତାରିଖରେ। ଏଠି ଦେଖ ପିଲାମାନେ ଦ୍ୱିତୀୟ ଫଟୋ ଚିତ୍ରଟିକୁ। ଏହି ଦ୍ୱିତୀୟ ଫଟୋ ଚିତ୍ରଟି ହେଉଛି ସିଧୁ ମୁର୍ମୁ ଏବଂ କାହ୍ନୁ ମୁର୍ମୁଙ୍କର ପ୍ରତିମୂର୍ତ୍ତି। ଏହି ସିଧୁ ମୁର୍ମୁ ଏବଂ କାହ୍ନୁ ମୁର୍ମୁ ଏହି ସାନ୍ତାଳ ବିଦ୍ରୋହର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ସାନ୍ତାଳ ବିଦ୍ରୋହର ମୁଖ୍ୟ ନେତୃତ୍ୱ ନେଇଥିଲେ ସିଧୁ ମୁର୍ମୁ। ଏହି ସିଧୁ ମୁର୍ମୁଙ୍କୁ ସାନ୍ତାଳ ବିଦ୍ରୋହରେ ସହଯୋଗ କରିବା ପାଇଁ 10,000 ଆଦିବାସୀ ସାନ୍ତାଳ ଯୋଗଦାନ କରିଥିଲେ। ଏହି ସାନ୍ତାଳ ବିଦ୍ରୋହ 1856 ମସିହା ଜାନୁଆରୀ ମାସ ପର୍ଯ୍ୟନ୍ତ ଅବ୍ୟାହତ ରହିଥିଲା। ଏହି ସାନ୍ତାଳ ବିଦ୍ରୋହକୁ ଦମନ କରିବା ପାଇଁ ଇଷ୍ଟ ଇଣ୍ଡିଆ କମ୍ପାନୀ ବା ଇଂରେଜ ସରକାର ସାମରିକ ଆଇନ ଲାଗୁ କରିଥିଲେ। ଏହି ସାନ୍ତାଳ ବିଦ୍ରୋହ ସମୟରେ ସାନ୍ତାଳମାନେ ପାରମ୍ପରିକ ଧନୁତୀର ବ୍ୟବହାର କରୁଥିଲେ। ଅପରପକ୍ଷରେ ଇଂରେଜମାନେ ଆଧୁନିକ ଅସ୍ତ୍ରଶସ୍ତ୍ରକୁ ବ୍ୟବହାର କରୁଥିଲେ, ଯଦ୍ୱାରା ପିଲାମାନେ ଏହି ସାନ୍ତାଳ ବିଦ୍ରୋହ ଦମନ ହେଲା ଇଂରେଜମାନଙ୍କ ଦ୍ୱାରା ବା ଇଷ୍ଟ ଇଣ୍ଡିଆ କମ୍ପାନୀ ବା ଇଂରେଜ ସରକାରଙ୍କ ଦ୍ୱାରା। ଏକ ଆକଳନରୁ ଜଣାପଡ଼େ ଏହି ସାନ୍ତାଳ ବିଦ୍ରୋହରେ 60,000 ସାନ୍ତାଳ ଆଦିବାସୀମାନେ ଯୋଗଦାନ କରିଥିଲେ ଏବଂ ସେହି 60,000 ସାନ୍ତାଳ ଆଦିବାସୀମାନଙ୍କ ମଧ୍ୟରୁ 15,000ରୁ ଅଧିକ ସାନ୍ତାଳ ଆଦିବାସୀ ପ୍ରାଣତ୍ୟାଗ କରିଥିଲେ। ଇଂରେଜମାନେ ସାନ୍ତାଳ ବିଦ୍ରୋହକୁ ଦମନ କରିବା ପାଇଁ ଶହ ଶହ ସାନ୍ତାଳମାନଙ୍କର ଘର ତଥା ସାନ୍ତାଳମାନଙ୍କର ଗ୍ରାମମାନଙ୍କୁ ଧ୍ୱଂସ କରିଥିଲେ। ପିଲାମାନେ ଏଠି ଯେଉଁ ଫଟୋ ଚିତ୍ରଟି ଦେଖୁଛ, ଏହି ଫଟୋ ଚିତ୍ରଟି ହେଉଛି ସାନ୍ତାଳମାନଙ୍କର ଫଟୋ ଚିତ୍ର ଏବଂ ଏଠି ଦେଖ ପିଲାମାନେ ଏହି ସାନ୍ତାଳମାନେ ଯେଉଁ ଧନୁତୀର ବ୍ୟବହାର କରୁଛନ୍ତି, ଏହି ଧନୁତୀର ଗୁଡ଼ିକ ହେଉଛି ପାରମ୍ପରିକ ଧନୁତୀର ବା ବହୁତ ପୁରୁଣାକାଳିଆ ଧନୁତୀର। ପିଲାମାନେ ଏଠି କେତେଗୁଡ଼ିଏ 1 ମାର୍କର ପ୍ରଶ୍ନ ଦିଆଯାଇଛି। ତାର ଉତ୍ତର ଗୁଡ଼ିକ ତୁମେ କମେଣ୍ଟ ବକ୍ସରେ ଦେବ। ଯେମିତିକି ପ୍ରଶ୍ନ ଗୁଡ଼ିକ ହେଉଛି ସାନ୍ତାଳ ବିଦ୍ରୋହ କେବେ ହୋଇଥିଲା? ସାନ୍ତାଳ ବିଦ୍ରୋହ କେଉଁ ସ୍ଥାନରେ ହୋଇଥିଲା? ସାନ୍ତାଳ ବିଦ୍ରୋହର ନେତୃତ୍ୱ କିଏ କିଏ ନେଇଥିଲେ? ସାନ୍ତାଳ ପରଗଣା କେଉଁ କେଉଁ ସ୍ଥାନକୁ ନେଇ ଗଠିତ? ଏହି ପ୍ରଶ୍ନ ଗୁଡ଼ିକର ଉତ୍ତର ତୁମେ କମେଣ୍ଟ ବକ୍ସରେ ଦେବ ପିଲାମାନେ। ମୁଁ ତୁମମାନଙ୍କୁ ରିପ୍ଲାଏ ଦେବି। ଭିଡ଼ିଓଟି ଯଦି ଭଲ ଲାଗିଥିବ ପିଲାମାନେ ଭିଡ଼ିଓଟିକୁ ଲାଇକ୍ କରିଦେବ। ତା ସହିତ ପିଲାମାନେ ତୁମର ସାଙ୍ଗମାନଙ୍କୁ ଏହି ଭିଡ଼ିଓଟିକୁ ସେୟାର ମଧ୍ୟ କରିଦେବ। ଆହୁରି ପିଲାମାନେ ଏହି ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବ, ଯଦ୍ୱାରା ମୁଁ ଯେତେବେଳେ ବି ତୁମର +2 ସେକେଣ୍ଡ ଇୟର ଆର୍ଟ୍ସ ହିଷ୍ଟ୍ରି ବିଷୟର ଭିଡ଼ିଓ ୟୁଟ୍ୟୁବରେ ଅପଲୋଡ଼ କରିବି, ତୁମମାନଙ୍କ ପାଖକୁ ନୋଟିଫିକେସନ୍ ଚାଲିଯିବ।